ଏବେ ରାଜ୍ୟରେ ସୁଭଦ୍ରା ଯୋଜନାର ଟଙ୍କା ମିଳିବା ପରେ ପୁଣି ମିଳିବାକୁ ଯାଉଛି ସିଏମ୍ କିଷାନ ଯୋଜନା ଅଧୀନରେ 2000 ଟଙ୍କା। ତେବେ ଏହି ଟଙ୍କା କେବେ ମିଳିବ, କେଉଁମାନଙ୍କୁ ମିଳିବ, ତା ଛଡ଼ା ଆପଣ ବି ଚାହିଁଲେ ଏହାର ପୋର୍ଟାଲ ଯୋଗେ ନୂଆ ଆବେଦନ କରିପାରିବେ, ଯାହାଫଳରେ ଆପଣ ବି ମଧ୍ୟ ପାଇପାରିବେ ସିଏମ୍ କିଷାନ ଅଧୀନରେ 2000 ଟଙ୍କା। ତେବେ ଚାଷୀ ଭାଇମାନଙ୍କ ପାଇଁ ଆସିଗଲା ବଡ଼ ଖୁସି ଖବର। ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତା ପୂର୍ବରୁ ଜୟ ଜଗନ୍ନାଥ, ମୁଁ ବବୁଲ ଆପଣଙ୍କୁ ସ୍ୱାଗତ କରୁଛି ଆମର ଏକ ନୂଆ ଭିଡ଼ିଓକୁ। ଯଦି ଭିଡ଼ିଓ ଭଲ ଲାଗେ ନିହାତି ଭାବରେ ଲାଇକ୍ କରିବେ। ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଟିପି ଅଲ୍ରେ ସିଲେକ୍ଟ କରିବାକୁ ଜମାରୁ ବି ଭୁଲିବେ ନାହିଁ। ଆପଣମାନେ ଜାଣିଥିବେ, ଆମ ପୂର୍ବ ସରକାର ଥିବାବେଳେ ରାଜ୍ୟରେ ଥିଲା କାଳିଆ ଯୋଜନା। ତେବେ ଏହି କାଳିଆ ଯୋଜନାକୁ ବନ୍ଦ କରି ନୂଆ ସରକାର ଆରମ୍ଭ କରିଛନ୍ତି ସିଏମ୍ କିଷାନ ଯୋଜନା। ଆଉ ଏହି ସିଏମ୍ କିଷାନ ଯୋଜନା ଅଧୀନରେ ବର୍ଷକୁ 2ଟି କିସ୍ତିରେ 4,000 ଟଙ୍କା ମିଳିଥାଏ। ତେବେ ଏହି ଟଙ୍କା ଗୋଟିଏ ନୂଆଖାଇ ଅବସରରେ ମିଳୁଥିବା ବେଳେ ଆଉ ଗୋଟେ ଅକ୍ଷୟ ତୃତୀୟାରେ ମଧ୍ୟ ମିଳିଥାଏ। ତେବେ ଆସନ୍ତା ଏପ୍ରିଲ ମାସ 30 ତାରିଖରେ ରହିଛି ଅକ୍ଷୟ ତୃତୀୟା, ଯାହାକି ଏହି ଦିନ ଆପଣମାନଙ୍କୁ ମିଳିବ ପୁଣି ସିଏମ୍ କିଷାନ ଯୋଜନା ଅଧୀନରେ 2,000 ଟଙ୍କା। ତେବେ ଏହି ଟଙ୍କା ଯେଉଁମାନଙ୍କୁ ଆଗରୁ ମିଳିଛି ସେମାନଙ୍କୁ ତ ମିଳିଯିବ। ତା ଛଡ଼ା ଜାଣି ରଖନ୍ତୁ, ଯଦି ଆପଣମାନେ ବି ଏହି ଟଙ୍କା ଏପର୍ଯ୍ୟନ୍ତ ପାଇନାହାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ତେବେ ଏହାର ପୋର୍ଟାଲରେ ଏବେ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯାଇଛି। ଅର୍ଥାତ୍ ଆପଣ ଚାହିଁଲେ ଯେକୌଣସି ଜନସେବା କେନ୍ଦ୍ର ହେଉ କିମ୍ବା ମୋ ସେବା କେନ୍ଦ୍ର ହେଉ କୁ ଯାଇ ସିଏମ୍ କିଷାନ ଯୋଜନାରେ ନୂଆ ଆବେଦନ ମଧ୍ୟ କରିପାରିବେ, ଯାହାଫଳରେ ଆପ୍ରୁଭ୍ ହେବା ପରେ ଆଗାମୀ ଆସିବାକୁ ଥିବା ଅକ୍ଷୟ ତୃତୀୟା ଅବସରରେ ଆପଣ ବି ପାଇପାରିବେ 2,000 ଟଙ୍କା। ହେଲେ ଜାଣି ରଖନ୍ତୁ, ଏହି ଯୋଜନାରେ ଆବେଦନ କରିବା ପାଇଁ ହେଲେ ଆପଣଙ୍କର ରାସନ କାର୍ଡ଼ ରହିଥିବା ନିହାତି ଜରୁରୀ। ତେବେ ଏଥିରେ ଆବେଦନ କରିବା ପାଇଁ ହେଲେ ଆପଣଙ୍କର ଆଧାର, EKYC, ବ୍ୟାଙ୍କ ଆକାଉଣ୍ଟ ଲିଙ୍କିଂ ଥିବା ଆକାଉଣ୍ଟ ପ୍ଲସ୍ ରାସନ କାର୍ଡ଼, ଲ୍ୟାଣ୍ଡ ରେଜିଷ୍ଟ୍ରେସନ୍, ଏମିତିକି ୟୁନିକ୍ ମୋବାଇଲ ନମ୍ବର, ଜବ୍ କାର୍ଡ଼ ଏସବୁ ମଧ୍ୟ ଆପଣଙ୍କର ଆବଶ୍ୟକ ରହିଛି। ହେଲେ ସବୁଠାରୁ ଭଲ କଥା ଜାଣି ରଖନ୍ତୁ, ତେବେ ଏହି ସିଏମ୍ କିଷାନରେ ଆପ୍ଲାଏ କରିବା ପୂର୍ବରୁ ଆପଣଙ୍କୁ କୃଷକ ଓଡ଼ିଶା ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିଥିବା ନିହାତି ଜରୁରୀ। ତେବେ କୃଷକ ଓଡ଼ିଶା ପୋର୍ଟାଲରେ ଆପଣଙ୍କର ଚାଷୀ ପଞ୍ଜୀକରଣ ହେବା ପରେ ତେବେ ସିଏମ୍ କିଷାନରେ ଆବେଦନ କଲେ ସେଇଠୁ ଡାଟା ମଧ୍ୟ କ୍ୟାଚ୍ କରିଥାଏ, ଯାହାଫଳରେ ଆପଣଙ୍କର ସହଜରେ ମଧ୍ୟ ହୋଇପାରିବ ଆପ୍ରୁଭ୍। ସରକାର ଯେତେବେଳେ ଟଙ୍କା ପଠାଇବେ ଆପଣମାନଙ୍କୁ ମଧ୍ୟ ମିଳିପାରିବ 2,000 ଟଙ୍କା ସିଏମ୍ କିଷାନ ଅଧୀନରେ। ତେବେ ଏହି ସିଏମ୍ କିଷାନ ଏପ୍ରିଲ 30ରେ ଆପଣମାନଙ୍କୁ ମଧ୍ୟ ମିଳିବାକୁ ଯାଉଛି। ତେବେ ଯଦି ଆପଣ ବି ଅଧିକ ଜାଣିବା ପାଇଁ ଚାହୁଁଥିବେ, ଏହାର ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପସନ୍ରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ। ତେବେ ଆପଣ ବି ଚାହିଁଲେ ଏହାର ଲିଷ୍ଟ ନିଜ ଫୋନ୍ରେ ଚେକ୍ କରିପାରିବେ। ସେଥିପାଇଁ ପ୍ରଥମେ ପୋର୍ଟାଲକୁ ଭିଜିଟ୍ କରିବେ, ତାପରେ 3 ଲାଇନ୍ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ବେନିଫିସିଆରୀ ଲିଷ୍ଟ, ସେଥିରେ ସିଏମ୍ କିଷାନକୁ କ୍ଲିକ୍ କରିବେ। ତାପରେ ଆପଣଙ୍କର ଯେଉଁ ଡିଷ୍ଟ୍ରିକ୍ଟ ନେମ୍ ଦେବେ, ତାପରେ ବ୍ଲକ ନେମ୍ ଦେବେ, ତାପରେ ଗ୍ରାମ ପଞ୍ଚାୟତ ନେମ୍ ଦେବେ, ତାପରେ ଭିଉରେ କ୍ଲିକ୍ କରିବେ। ଏଠି 2ଟି ଅପସନ୍ ଆସିବ, SMF, LAH, ଆପଣ ଯେଉଁଥିରେ ଗୋଟେ ହେଲେ କ୍ଲିକ୍ କରିପାରିବେ। ଦେଖନ୍ତୁ PDF ଡାଉନଲୋଡ଼ ହେବା ପରେ ଆପଣ ବି ଲିଷ୍ଟ ଦେଖିପାରିବେ। ଆଉ ଏଇ ଲିଷ୍ଟରେ ଯେଉଁମାନଙ୍କର ନାମ ଥିବ ସେମାନଙ୍କୁ ମଧ୍ୟ ଏଇ ଏପ୍ରିଲ 30 ତାରିଖରେ ସେମାନଙ୍କ ଆକାଉଣ୍ଟରେ 2,000 ଟଙ୍କା ମଧ୍ୟ ଆସିବାକୁ ଯାଉଛି। ତ ଆପଣ ବି ଚାହିଁଲେ ଏ ଲିଷ୍ଟ ଘରେ ବସି ନିଜ ମୋବାଇଲ ଥ୍ରୋରେ ଦେଖିପାରିବେ। ଏଥିପାଇଁ ଏହାର ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପସନ୍ରେ ଦେଇଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ।